ଭଲ ହେଇଛି ଘଷି ଦଉନ ସେଠି ଡ୍ରେସ୍ ହଳେ ରଖିଛି ତ ପିନ୍ଧିଲେ ହଉ ତ ଆମର ନବୀନ ପଟ୍ଟନାୟକଙ୍କର ଯେଉଁ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଆଜିଠୁ ଆରମ୍ଭ ହେଉଛି, ରାୟବୀରଠୁ ଆରମ୍ଭ ହେଉଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଯେଉଁ ସବୁ ଜନକଲ୍ୟାଣକାରୀ ଯୋଜନା କରିଛନ୍ତି, ଆମେ ଯାଇକି ଯେଉଁମାନେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସମର୍ଥନ କରୁଛନ୍ତି ତାଙ୍କ ଘରେ ଆମେ ସ୍ୱସ୍ତିକର ମାରି ଦେବେ ନା କବାଟ ମାରି ନା କବାଟ ମାନେ ଠିକ ଆସୁଛି ନା ନା ସେ ମାର୍କ କବାଟ ହେଲେ ଷ୍ଟିକରଟା ରହିବ ସବୁବେଳେ ରହିବ ନା ଶଙ୍ଖ ଷ୍ଟିକର। ହୋଇଛି ସାରା ରାଜ୍ୟରେ ବିଜେଡି ତରଫରୁ ପରିବାର ସମ୍ପର୍କ ପଦଯାତ୍ରା। ତେବେ ଆମେ ଆସି ପହଞ୍ଚିଛୁ କାକଟପୁର ନିର୍ବାଚନ ମଣ୍ଡଳୀ ଅସ୍ତରଙ୍ଗ ବ୍ଲକର ରାଇବରିଆ ଗାଁରେ। ଆପଣ ସିଧାସଳଖ ଦୃଶ୍ୟ ଦେଖିପାରୁଥିବେ, ନେତା ମନ୍ତ୍ରୀ କର୍ମୀ ସମସ୍ତେ ଏକାଠି ହୋଇଛନ୍ତି, ଗାଁ ଗାଁ ବୁଲୁଛନ୍ତି, ଶଙ୍ଖ ଚିତ୍ରକୁ କାନ୍ଥରେ ଲଗେଇକିରି ମୁଖ୍ୟମନ୍ତ୍ରୀଙ୍କର ଜନକଲ୍ୟାଣ ଯୋଜନାକୁ ନେଇ ଘରେ ଘରେ ପହଞ୍ଚାଉଛନ୍ତି। ଆମ ସହିତ ଅଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ତୁଷାରକାନ୍ତି ବେହେରା ମହୋଦୟ ଅଛନ୍ତି। ସାର୍ କ'ଣ କହିବେ ପଦଯାତ୍ରାର ମୁଖ୍ୟ? ବିଜୁ ଜନତା ଦଳର ସଭାପତି ତଥା ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ମାନନୀୟ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଆଜି ଠାରୁ ଆରମ୍ଭ ହେଉଛି ଆମର ଯୋଉ ଘରେ ଘରେ ଶଙ୍ଖ ଯୋଉ କାର୍ଯ୍ୟକ୍ରମ, ହାଉସ୍ ଟେକିଂ କାର୍ଯ୍ୟକ୍ରମ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଯୋଉ ଜନକଲ୍ୟାଣକାରୀ ଯୋଜନା ତା ସହିତ ବିଜୁ ଜନତା ଦଳର ଯୋଉ ଆଭିମୁଖ୍ୟ ତାକୁ ଘରେ ଘରେ ପହଞ୍ଚାଇବା ହେଉଛି ତାର ମୂଳ ଲକ୍ଷ୍ୟ। ଆପଣ ଜାଣିଥିବେ ବିଗତ ଦିନରେ ଆମର ନିର୍ବାଚନ ମଣ୍ଡଳୀ ସ୍ତରୀୟ ଟ୍ରେନିଂ ପ୍ରୋଗ୍ରାମ ହେଇଥିଲା। ପାଖାପାଖି 200 ଆକ୍ଟିଭ ମେମ୍ବର ଯାଇ ଶଙ୍ଖ ଭବନରେ ଟ୍ରେନିଂ ନେଇଥିଲେ। ତାପରେ ପୁଣି ଜିଲ୍ଲା ପରିଷଦ ଜୋନ୍ ୱାଇଜ୍ ଆମର ଟ୍ରେନିଂ ହେଇଥିଲା। ପାଖାପାଖି 2200-2300 ଆକ୍ଟିଭ ମେମ୍ବର ଆମର ଟ୍ରେନିଂ ନେଇଥିଲେ। କୋଣାର୍କଠାରେ ଟ୍ରେନିଂ କାର୍ଯ୍ୟକ୍ରମ ତାଙ୍କର ହେଇଥିଲା। ତେଣୁ ସେ ଆକ୍ଟିଭ ମେମ୍ବର ମାନେ ଆଜି ୱାର୍ଡ ୱାଇଜ୍ ବୁଲି ଯେଉଁମାନେ ବିଜୁ ଜନତା ଦଳରେ ଅନୁପ୍ରାଣିତ ବା ବିଜୁ ଜନତା ଦଳର ସମର୍ଥକ ତାଙ୍କୁ ପଚାରି ତାଙ୍କ ଘରେ ଆମେ ହାଉସ୍ ଟ୍ୟାଗିଂ ବା ଆମର ଷ୍ଟିକରିଂ କରାହେଉଛି। ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମରେ ଶଙ୍ଖ ଷ୍ଟିକର ମରାହେଉଛି। ତା ସହିତ ଜନକଲ୍ୟାଣକାରୀ ଯୋଜନାରେ ଯେଉଁମାନେ ଲାଭାନ୍ୱିତ ହେଇଛନ୍ତି ସେଇ ହିତାଧିକାରୀ ମାନଙ୍କୁ ମଧ୍ୟ ଆମେ ପଚାରି ତାଙ୍କ ଘରେ ଷ୍ଟିକରିଂ କରୁଛୁ। ଏହାଦ୍ୱାରା ଆମର ଜନସମର୍ଥନ ଆହୁରି ବଢ଼ିବା ସହିତ ଆମେ ଆଇଡେଣ୍ଟିଫାଏ କରିପାରିବୁ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଯେଉଁ ଜନକଲ୍ୟାଣ ଯୋଜନା ତାକୁ ଘରେ ଘରେ ଆହୁରି ପହଞ୍ଚିବାକୁ ଏବଂ ବିଜୁ ଜନତା ଦଳକୁ ଆହୁରି ସଶକ୍ତ ସୁଦୃଢ଼ କରିବାକୁ ଏଇଟା ହେଉଛି ଏଇ କାର୍ଯ୍ୟକ୍ରମ। ନିଶ୍ଚିତ ଭାବରେ ଆପଣ ଶୁଣିପାରୁଥିବେ ମୁଖ୍ୟମନ୍ତ୍ରୀଙ୍କର ଯେଉଁ ଅହରହ ଚିନ୍ତା କରୁଛନ୍ତି, ଜନକଲ୍ୟାଣ ଯୋଜନାକୁ ନେଇକରି ଯେଉଁ ଚିନ୍ତା କରୁଛନ୍ତି, ଆପଣ ସିଧାସଳଖ ଦୃଶ୍ୟ ଦେଖିପାରୁଥିବେ। ନେତା ମନ୍ତ୍ରୀ କର୍ମୀ ସମସ୍ତେ ଏକାଠି ହେଉଛନ୍ତି, ଆଜି ଘରେ ଘରେ ବୁଲୁଛନ୍ତି, ଶଙ୍ଖ ଚିତ୍ରକୁ ନେଇ କାନ୍ଥରେ ଲଗାଉଛନ୍ତି। ଆମ ସହିତ ଅଛନ୍ତି ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ ମହୋଦୟ ଅଛନ୍ତି, ତାଙ୍କର ପ୍ରତିକ୍ରିୟା ନେଇଯିବା। ସାର୍ କ'ଣ କହିବେ ଏଇ ଯେଉଁ ଜନକଲ୍ୟାଣ ଯୋଜନାକୁ ନେଇ କ'ଣ କହିବେ? ଏ କାର୍ଯ୍ୟକ୍ରମ ବିଜୁ ଜନତା ଦଳ ନେଇଛି। ଜାନୁଆରୀ 23 ତାରିଖରୁ ମାର୍ଚ୍ଚ 5 ତାରିଖ ପର୍ଯ୍ୟନ୍ତ ଘରେ ଘରେ ଶଙ୍ଖ ଷ୍ଟିକରିଂ ହବ ଏବଂ 24 ବର୍ଷର ବିକାଶର ଗାଥା ଲୋକଙ୍କ ପାଖରେ ପହଞ୍ଚେଇବୁ ଏବଂ ବିଜୁ ଜନତା ଦଳକୁ ସଶସ୍ତ୍ର କରିବା ପାଇଁ ଏ କାର୍ଯ୍ୟକ୍ରମ। ତେଣୁ ଆମ ସହିତ ଏଠି ଅସ୍ତରଙ୍ଗ ବ୍ଲକର ଏବଂ କାକଟପୁର ନିର୍ବାଚନ ମଣ୍ଡଳୀର ପ୍ରାୟ ନିର୍ବାଚନ ସ୍ତରୀୟ ନେତୃତ୍ୱ ଏବଂ ଅସ୍ତରଙ୍ଗ ପଞ୍ଚାୟତ ସମିତିର ସ୍ତରୀୟ ନେତୃତ୍ୱ ମାନେ ସାଥିରେ ଅଛନ୍ତି ଏବଂ ଏ କାର୍ଯ୍ୟକ୍ରମ ପ୍ରାୟ ଯେଉଁ ଗୋଟେ ବୁଥ୍ ଅଛି ଏ ବୁଥ୍ରେ 1149 ଭୋଟର ଅଛନ୍ତି ଏବଂ ପ୍ରାୟ 10 ଜଣଙ୍କୁ ଦାୟିତ୍ୱ ଦିଆଯାଇଛି ଏବଂ ଜଣେ ମୁଖ୍ୟ ସଂଯୋଜକ କରାଯାଇଛି ଜଣଙ୍କୁ। ସେମାନେ ବୁଲିକିରି ପ୍ରତି ଡୋର୍ ଟୁ ଡୋର୍ ଯାଇକିରି ତାର ଷ୍ଟିକରିଂ କରିବେ ଏବଂ ଲୋକଙ୍କ ପାଖରେ ପହଞ୍ଚିବେ। ଆଜି ଜଷ୍ଟ ଆମେ ଖାଲି ଠାକୁର ମାଙ୍କ ପାଖରେ ବ୍ରାହ୍ମଣ ଦେବୀ ପାଖରେ ଖାଲି ମୁଣ୍ଡିଆ ମାରି ଜଷ୍ଟ ଆଜି ଆରମ୍ଭ କରିଛୁ ସିମ୍ବଲିକ ଭାବେ। ତେଣୁ ଏ କାର୍ଯ୍ୟକ୍ରମ ମାର୍ଚ୍ଚ 5 ତାରିଖ ପର୍ଯ୍ୟନ୍ତ ଚାଲିବ। ନିହାତି ଭାବରେ ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜନ୍ମ ଜୟନ୍ତୀ ଠାରୁ ଆରମ୍ଭ ହୋଇକରି ମାର୍ଚ୍ଚ 5 ତାରିଖ ବିଜୁ ଜୟନ୍ତୀ ପର୍ଯ୍ୟନ୍ତ ଏ କାର୍ଯ୍ୟକ୍ରମ ଚାଲିବ। ତେବେ ଆମ ସହିତ କିଛି କର୍ମୀ ଅଛନ୍ତି ଯିଏ ଆଜି ସାମିଲ ହୋଇଛନ୍ତି, ଘରେ ଘରେ ବୁଲିକରି ଆଜି ମୁଖ୍ୟମନ୍ତ୍ରୀଙ୍କର ଯୋଜନାକୁ ଘରେ ଘରେ ପହଞ୍ଚାଉଛନ୍ତି। ଆମ ସହିତ ସେମିତି ଗୋଟେ କର୍ମୀ ସାମିଲ ହୋଇଛନ୍ତି, କ'ଣ କହିବେ ଆଜ୍ଞା? ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଯେଉଁ 24 ବର୍ଷ ଓଡ଼ିଶାରେ ସେବା କରାଯାଇଛି, ଆଜି ଆମେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ କରୁଛୁ। ପ୍ରତି ଘରକୁ ଯାଇ ଆମେ ତାଙ୍କର ଯାହା ଅଛି ସମସ୍ୟା ତାହା ବୁଝିବା ସହିତ ଯାହା ଜନକଲ୍ୟାଣକାରୀ ଯୋଜନା କରାଯାଇଛି, ବିଶେଷ କରି ଆମର ଯେଉଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ଼, ରାସନ କାର୍ଡ଼, ପାନୀୟ ଜଳ ପ୍ରକଳ୍ପ, ସମସ୍ତ ଯୋଜନା ଗାଁ ଗାଁକୁ ଯେଉଁ ସଂଯୋଗୀକରଣ ରାସ୍ତା, ବିଜୁ ସେତୁ
ଯାହା ସମସ୍ତ ଜନକଲ୍ୟାଣକାରୀ ଯୋଜନା ଲୋକଙ୍କ ପାଖକୁ ଆମେ ଯାଇ ପହଞ୍ଚୁଛୁ। ଘର ହାଉସ୍ ଟ୍ୟାଗ ଚାଲିଛି, ଲୋକ ବହୁତ ଉତ୍ସାହିତ ଅଛନ୍ତି, ଲୋକ ସମର୍ଥନ କରୁଛନ୍ତି। ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ଶଙ୍ଖ ଚିହ୍ନ ପାଇଁ ସେମାନେ ଭାରି ଉତ୍ସାହିତ ଏବଂ 2024ରେ କେମିତି ପୁନର୍ବାର ମାନ୍ୟବର ମୁଖ୍ୟମନ୍ତ୍ରୀ କି ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବେ ସେମାନେ ବର୍ତ୍ତମାନ ଆମ ସହିତ ବିଜୁ ଜନତା ଦଳ ସହିତ ଅଛନ୍ତି ବୋଲି ସେମାନେ ମତାମତ ଦେଉଛନ୍ତି। ନିହାତି ଭାବରେ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଆଉ ଥରେ ମୁଖ୍ୟମନ୍ତ୍ରୀ କରିବା ପାଇଁ ଯୋଜନା କରିଛନ୍ତି। ଆମ ସହିତ ଆଉ ଜଣେ ଭାଇ ଅଛନ୍ତି, କଣ କହିବେ ଆଜିର ପ୍ରୋଗ୍ରାମକୁ ନେଇକି? ଆଜି ବିଜୁ ଜନତା ଦଳ ଡାକରାରେ ଆମେ ସମସ୍ତେ ଏକତ୍ରିତ ହୋଇ ଘର ଘର ଶଙ୍ଖ ଚିହ୍ନ ମାରୁଛୁ। ସମସ୍ତେ ଆମକୁ ସ୍ୱାଗତ କରୁଛନ୍ତି, ନେତା ଆମର ବୁଲୁଛନ୍ତି, ପ୍ରାୟ ସବୁ କର୍ମୀମାନେ ଉତ୍ସାହିତ ଅଛନ୍ତି। ପ୍ରତ୍ୟେକ ଘରକୁ ଆମେ ଯାଉଛୁ, 24 ବର୍ଷ ଭିତରେ ଯାହା ଉନ୍ନତି ସରକାରଙ୍କ ଦ୍ୱାରା ହେଇଛି ତାହା ଲୋକଙ୍କୁ ବୁଝାଉଛୁ ଏବଂ ସମସ୍ତେ ଭଲ ରେସ୍ପଣ୍ଡ କରୁଛନ୍ତି। ନିହାତି ଭାବରେ ଆପଣ ଶୁଣିପାରୁଥିବେ ରାଜ୍ୟ ସରକାରଙ୍କର ଯୋଉ ଜନକଲ୍ୟାଣ ଯୋଜନାକୁ ନେଇକିରି ସ୍ଥାନୀୟ ବିଧାୟକ ତଥା ତୁଷାରକାନ୍ତି ବେହେରା ଘରେ ଘରେ ବୁଲୁଛନ୍ତି। ନିଶ୍ଚିନ୍ତ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବା ଉଦ୍ଦେଶ୍ୟରେ ଏ ପ୍ରୋଗ୍ରାମକୁ ନେଇକି ପହଞ୍ଚିଛନ୍ତି। କୋଣାର୍କ ଅସ୍ତରଙ୍ଗରୁ ମାନସ ମଣ୍ଡଳ, ନନ୍ଦିଘୋଷ ଟିଭି।